मशाणी टे माइलु ये मशाणी लगिला कौन कहलु माने ये झटका लगिला मु बहुत ये जगह झटका लगी सेठी जो टॉर्च पकई अरे दीपटा कौन पूरा भांगी पड़ी ना लिंब गछ आम यही जगह देखिलु जो पॉइंट करछी एई जगह ही देखिलु कई जन गोटे कला छाएटे माने एते बड़ पर हेकी हे गाइस जय जगन्नाथ वेलकम टू मो ब्लॉगर 07 तो आम आज आसु राजकुमार टीम जोटी के आसते तो मुझे सहित आसती आउ कि आम जिनस देखी इनसीडेंट घटीला आम सहित जोटी गोटे कला छायाटा किए जड़े बसिला तो तापर आम देखला पर सी ना तो आम से जगह को आसचु एक्सप्लोर करने तो देखा आगो जावा कौन हो कहीं आमर आज आई प्रकाश मु रोनी आज 3 जण एवं टाइम पखापाखि होनी सॉरी मो पाखे तो टाइम नहीं टाइम हो 12टा पखापाखि कुकुर मैंने भूकिया भी स्टार्ट है बिल मैंने भूकिया स्टार्ट है तो आम जा से भितर को जावा कहीं से पानी नाला देखिए से पानी नाला एवं पानी 12:48 है तो आम जा से भितर को जावा से तो आम पाखे माने से नई भितर पानी थिला तो ये पानी किसी सुखी जाइए तो एठू जावा सेपटे गोटे जो मशाणी अच्छी से जावा विजिट करवा आज आम सहित कौन हो कौन नहीं देखा दीटा मशाणी आस से जगह बहुत माने ये जंगल थी बहुत ना एत जंगल थी बहुत पूरा जंगल थी पाँच से तो नसला कि पाँच ना कौन के पाँच बर्तमान से आम जो आसलु बहुत पानी थिला तलू जावाई भी कौन प्रकार सीढ़ी भी नाला एत पूरा जंगल हो जाता है भितर बर्तमान किसी ना आस भितर हाँ गाधे आस लोक संध्या टाइम आसुना सकाल टाइम आस बेरा कौन बहुत माछ बाप रे भरा माछ ये बड़ा आम जो देखी देखी आम ये सब पड़ी ये जगह सब पड़ी जे जगह सब उठिक जाइलु कहीं आम एपर्यंत आसलु सेठी जो टॉर्च पकई अरे दीपटा कौन देखलु अब किसी छड़ा छड़ी करना दीदी केणी एटा कौन देखि कौन पचा ही ना एटा बैग रे एटी कपड़ा पड़ी जेठी सब हां रे एटी कोनी बाउंसिया झोड़ी पड़ची एठी माने एते सब जिनस देखला पर मते लागुछ एठी किछि ओडे स्पिरिट को छड़ा जाइछ बोधे काने मु कोन हां ये दीपड़ा बडा ये ओडे दीप
ଏଟା ତ ଲୁହା ବ୍ରିଜଟା ତଳପଟେ ଲୁହା ବ୍ରିଜ ଦେଖି ପଡ ଲାଗେ ଦୀପ ସେଇଠି ଦୀପ ଏଇଠି ପଡିଛି। ଲାଇଟ୍ ସହ ଆମେ ଯୋଉଠି ଯାଉଛେ ଲାଇଟ୍ଟା ବି ପୁରା ଭଲରେ ଦେଖାଉଥା ହେଲା, କାହିଁକିନା ଲାଇଟ୍ଟା ଠିକ୍ରେ ପାଉନି। ଆଉ କିଛି ଦିନ ପରେ ଲାଇଟ୍ ଗୋଟେ ଆସିଯିବ। ଆସନା ଏଇ ଉପରକୁ ଏପଟେ କଷ୍ଟ କରିକି ଯିବ। ଏପଟେ ଆରେ ଏଇଠୁ ମୁଁ ତତେ ଡାକିଦି ଯୋଉ ହାତ ଭିଡ଼ି ଆସୁନୁ ପାହାଚ ଚଢ଼ିଛୁ ଏପଟେ କିନ୍ତୁ ଆସିବ ପାସ ଆସୁନୁ। ହଁ ଆମେ ଯେତେବେଳେ ଆସିଥିଲୁ ପ୍ରପର ଏଇ ଜାଗାରେ ଏଇଠି ଯୋଉଠି ମୁଁ ପଏଣ୍ଟ ପକେଇଛି ଜାଣିଲୁ ରନି, ଏଇ ଜାଗାରେ କେଇ ଜଣ ଗୋଟେ କଳା ଛାୟାଟା ବସିକି ତାର ସେ ଉଭାନ ହେଇଗଲା। ଆମେ ଏଇ ସବୁ ପଢିକି ରାଜକୁମାର ଭିଡିଓଟାରେ ହଁ ରାଜକୁମାର ଟିଭିରେ ଯୋଉ ଆମେ ଆସିଥିଲୁ, ମୁଁ ଏକୁଟିଆ ଆସିଥିଲି ନା। ମୁଁ ଦେଖିନଥିଲି। ତ ଏଇ ଜାଗାରେ ଆମେ ଆଜି ରହିବୁ, ଦେଖିବା ସେ କଳା ଛାୟା କିଏ, ମାନେ ସତରେ ଆକ୍ଚୁଆଲି ସିଏ ଅଛି ନା ନାହିଁ, ଆଜି ଦେଖା ଦଉଛି ନା ଦେଖା ଦଉନି। ସେ ମଶାଣି ଆଡେ ଯିବାନି? ମଶାଣିଟା ଏଇଠି ପୁରା ସୁନସାନ। ସେ ଗଛ ଟିକେ ଦେଖ, ଗଛ ଟିକେ ରହ କଣ କିରେ କୁକୁର ଫୁକୁର ଆଇଲେ ଶଳା ଦିଟା କୁକୁର। ଶଳା ନାରେ ଟିକେ ନିଛାଟିଆ ଲାଗୁଛି। ତିନି ଜଣ କ୍ୟାମ୍ପଟା ଭାଙ୍ଗି ଯାଇଛି ଯେ ଆମର କ୍ୟାମ୍ପଟା ବି ଭାଙ୍ଗି ଯାଇଛି, ଯାହାଫଳରେ କି କ୍ୟାମ୍ପ ବି ନେଇକି ଆସିପାରୁନୁ। ଡାଇରେକ୍ଟ ଆସିକି ରହିବାକୁ ପଡୁଛି। ଏଠି ସାଉଣ୍ଡ ହଉଛି, ପାଣି ସାଉଣ୍ଡ। ସେ କୁକୁର ଦିଟା କହିଲେ ଏ ପେଲେ ଉପରେ ଦି ଜଣ ଏଇଠି ଆଇଛନ୍ତି, ଦେଖିଛୁ ଏଇଠି ଏଇଠି ଗୋଟେ ଏଠି ଏଠି ଗୋଟେ ନାଣି ମାନି ସିଏ ରାଗିଛି ଯଦି କାମୁଡେ ଘୋଡେ କାମୁଡେ ନୁହଁ କାମୁଡେ ଘୋଡେ। ଏଇ ଜାଗାକୁ ଟିକେ ଯିବା ଯୋଉଠି କଳା ଛାୟାଟା ବାହାରି ଥିଲା, ସେଇଠି ବର୍ତ୍ତମାନ ଯିବା। ଚାଲ ଦେଖିବା କଣଟା ଲାଗିଲା ଇଏଟା ଯୋଉ ବୁଢିଆ ଯୋଉଟା କ୍ଷୀର ପଡୁନି। ଏଇଠି ଅଛି। ଆରେ ଏଇଟା କା ଚପଲ ପଡିଛି ରେ, କାଇଁ ଝିଅ ଚପଲ। ପାଣିରେ ଭାସିବ ଦେଖ ମଶାନଟା ହଉଛି ଏଇଠି ଏଇଠି ଦେଖା ହଉଛି ନା। ଏଠିକି ଆସୁନୁ ବସ ଉପରକୁ ନା ଆସିବୁନି, ଦୌଡ଼ ନହେଲେ କ୍ୟାମେରାଟା ଦେ। ମଶାନଟା ଏଇଠି ଏଇଠି ଅଛି। ଆଉ ଗୋଟେ ମଶାଣି ହୁଳି ହୁଳି କଣ ପଇଲା ବେ? ଆଉ ଗୋଟେ ମଶାଣି ସେ ଆଗରେ ସେଠି ଯାଇକି ଏ ଟ୍ରଚଟା ଟିକେ ମାଇଲୁ, ଏ ଟ୍ରଚଟା ପାସ କୋଉଟା ସେ ଟ୍ରଚଟା ମାନୁ ଏଠି ଆସୁନା। ଆରେ ଉପରକୁ ଆସୁନା। କୁକୁର କଣ ମାଇ ସେ କୁକୁର ଭୋକିଲା କଣ ଭାଇ? ରହ କିଏ ଗୋଟେ ଆସିଛି, ସରି କିଏ ଗୋଟେ ଅଛି। ଆରେ ମଶାଣିଆ ଟିକେ ମାନ, ସେ ଟ୍ରଚଟା ଟିକେ ଆନ ଇଆଡେ।
ଆବେ କୁକୁର ଆମକୁ ରଖେଇଦବନି ହେଲେ ତମେ ଯେ ଦି ଜଣ ଆଗ ତଳେ ଥିବ ମୁଁ କେମିତି ମାରିବି କେମିତି ଯେ ଆଉ ଜଣେ ଆସୁନା କଣ ଅସୁବିଧା ପାଖା ହଉଛି? ଯାଉଛି ବା ଆସ ଉପରକୁ ଏଇଟା ଦାও ଏଟା ଦେବି ତୁ ତଳେ କଣ କରୁଛୁ କହିଲୁ? ଦେଖୁନ ଆମେ ସେ ଉପରୁ ଚଢି ପାରୁନୁ ଜାଣିଛୁ ପେଟ ମୋର କାଟୁଛି ଜାଣିଛୁ ନା ନାଇଁ ଦେଖ ଦେଖ ଉପରେ ଇଏ କରେ ପୁଣି ଗୋଟେ ବରଯାତ୍ରୀ ମାଇଲ ଟିକେ ସେଠି ମଶାନଟା ପୁରା ସମ୍ପୂର୍ଣ୍ଣ ଦେଖାଉଛି ଏଇଠି ପଛ ଟିକେ ଧଇଲୁ ମାଇଲ ଟିକେ ଜୁମ୍ କରି ଆରେ পেলে পই ଦେଖ ହଁ ଇଏ ସିଆର କୁଆଡେ ବୁକୁଛି କିରେ ଆରେ পেলে ପଇ ଇଏ ଭୁକୁଛି କଣ ପାଇଁ ସିଆଡେ ଅନେଇକି ତା ଆଖି ପୁରା ଜଳୁଛି ଆରେ କୁକୁର ଆ ନା ତୋ ପାଖକୁ ଇଏ କରେ କହୁଛି ଆ ଡାକିବନି କୁକୁର ଏଇଠି ହିଁ ସେ କଳା ଛାୟାଟା କିଏ ଜଣେ ଥିଲା ପାଣି ଶୁଖିଯାଇଛି ନା ପାଣି ପୁରା ଶୁଖିଯାଇଛି ଡେଭିଡ କଣ ଲାଗିରେ କଣ କାମ ଲାଗି ଦେଖି ଏଇ କାଣ୍ଡ କାମ ଦେଲା କଟି ଯାଇଥିବ କାମୁଡ଼ି ଦେଇକି କଟିଯିବ କଣ ହେଲା ଜନ୍ଦା ବଡ଼ ଜନ୍ଦା କଣ କରିବାର ନି କଣ କରିବା ରହିବା ତ ଆଉ କଣ କରିବା ତଳକୁ ଚାଲ ଭଳିଆ କାହିଁ ଏଇଠି କଣ ଅସୁବିଧା ହଉଛି ଆରେ ମୁଁ ଉପରକୁ ଯାଇପାରୁନି ମୋ ପେଟ କାଟୁଛି ହଉ ଚାଲ ଚାଲ ତଳୁ ଚାଲ ଏଠି ବସିଆ ନହେଲେ ଆଉ କଣ କରିବା କ୍ୟାମ୍ପ ପାର ନା ଆଉ କଣ କରିବା ଯିବା ଯେ ମତେ ଲାଗୁଛି ଆମର ପିଛା କିଏ ଜଣେ କରୁଛି ଆରେ ବସ ତୁ କ୍ୟାମେରାଟା ଭଲରେ ଧରତା ହେଲା ଧରିଛି ବା ତୁ କ୍ୟାମେରାକୁ ମୋବାଇଲକୁ ଦେଖେ ପ୍ଲସ୍ ଏଠି ବି ଦେଖେ ତା ବେଳା ନେଇକି ବାହାରିବ ଏଇଟା ଠିକ କଥା ନାଇଁ ଚନ୍ଦ୍ର ପକ୍ଷୀ ବି କରିଛି କିଛି ଅସୁବିଧା ନାହିଁ ଧଳା ଫଳା ଯାହା ହୁଳୁହୁଳି ବୁଡୁଛି କେହି ନାହାନ୍ତି ଏତେ ରାତିରେ ହୁଳୁହୁଳି କୁଆଡେ ଆସିଲା ତାକୁ ଦଉନୁ ଟ୍ରଷ୍ଟ ଟିକେ ସେକେଣ୍ଡ ମାରେ ସେକେଣ୍ଡ ମାରେ ଧୁମ୍ କଣ ହଉଛି କିରେ ମାଇଲି ବସ ନଈ ଗାଡି ଗଲା କଣ କାରଣ ଥିବ କଣ କାମ ଥିବ ତାଙ୍କର ତ ମୁଁ ଠିଆ ହେଇଛି ଏଇଠି ଯୋଉଠି କଳା ଛାଇଟା ବାହାରିଥିଲା ମୁଁ ସେଇଠି ହିଁ ଠିଆ ହେଇଛି କଣ ଦେଖିବ ନା କଣ ସେଠି ସେ ପାଣି ପିଇକି ନା ଆମେ ଏଇ ଜାଗାରେ ଦେଖିଲୁ ଏଇ ଯୋଉଠି ନା ପଏଣ୍ଟ କରୁଛି ଏଇ ଜାଗାରେ ହିଁ ଦେଖିଲୁ କେହି ଜଣେ ଗୋଟେ କଳା ଛାଇଟେ ମାନେ ଏତେ ବଡ ପର ହେଇକି ଏଟା ଇଏଟା ହେଇଟି ସେ ପାଣି ପିଇ ଚାଲୁ ଟିକେ ଯା ନାଇଁ ନା ତା ବେଳା ନେଇକି ସେ
ଏଇଟା କ'ଣ ଷ୍ଟାର୍ଟ କରେ କ'ଣ ଦେଖିଲ ନା ମତେ ଡାକ୍ତର ବଡ଼ ପଡ଼ିବ ପାଣି ଶୁଖିଯାଇଛି ଆମେ ଯେତେବେଳେ ଆସିଥିଲୁ ନୁହଁ କି ହାଟି ହାଟି ପଡ଼ିଥାଉ କିଏ ଜଣେ ଅଛି ଗୋଟେ ଡେହିଁଲା ଜାଣି ପଶିଯିବ ଏଥର ପଶିଯିବ ଜାଣି ପଶିଯିବ ପଶିଛ କି ଗୋଡ଼ ଭିଡ଼ି ନେଇଯିବ କେହି ବୋଲି କେହି ନାହାନ୍ତି ବର୍ତ୍ତମାନ ମଶାଣି ପାଖରେ ଏଇ ଜାଗାରେ ବର୍ତ୍ତମାନ ଆମେ 3 ଜଣ ଲୋକ ରାତି 12ଟା 1ରେ ଦେହଟା କାହିଁ ଟିକେ ଶୀତ ହେଇଗଲା କ'ଣ କିରେ କୁକୁର ଗୁଡ଼ା ପେଲେ ଖାଲି ଭୋକୁଛନ୍ତି ନା ଆଜି ରହିବା କ'ଣ ହେଉଛି କ'ଣ ତମ ହେଲେ ଦେଖିଥିଲ ବୋଲି କହିଥିଲ ତ ମାଇଲ ପାସ ଇଆଡ଼େ ଜାମୁ ଗଛ ନା କେଉଁ ଗଛ ଇଆଡ଼େ ଟୋଟାଲ ଏଇଠି ଖାଲି ବୁଲିବା ରହିବା ଟୋଟାଲ ପାଉଁଜିର ଶବ୍ଦ ଶୁଗାଉଛି ର ଗୋଟେ ଆଠେ ପୁରା ପାଉଁଜିର ଶବ୍ଦ ଶୁଗାଲା ଏଇଠି ବାରଟା 48 ଷ୍ଟାର୍ଟ କଲେ ଗୋଟେ 8 ଏଗୁଡ଼ା ନୂଆ ହେଇଛି ନା ନୂଆ ହେଇଛି ନା ନୂଆ ହେଇଛି ଜଣା ପଡୁଛି ନୂଆ ହେଇଛି ଏ ତଳେ ଶୋଇ ପଡ଼େ କ୍ୟାମେରା ଆଜି ଏତେ ହଲୁଛି ମାନେ ଏତେ ଇଏ ହଉଛି କ'ଣ ପାଇଁ ଶୋଇପଡ଼ିବି ଟିକେ କିଏ ପରସ କ୍ୟାମେରା କ'ଣ ଏମିତି ହଉଛି କିରେ ଆଜି କ'ଣ ଶୋଇବୁ ଆଉ ତୁ ଆଇଛୁ କୁଆଡ଼େ ଚାନ୍ଦି ନେଇଛି ଶୋଇବା ପାଇଁ ହେଇଛି କ୍ୟାମ୍ପ ଫ୍ୟାମ୍ପ କିଛି ନାହିଁ ଗୋଟେ ଖୋଲରେ ଗୋଟେ ବସ ପଡ଼ ଟିକେ ବସେ ଟିକେ କାଲି ବି ଯେଉଁ ଏପଟେ ଯଦି ଏମିତି ଆସିବ ଏପଟେ ଡେଇଁକି ଆସିବ ଯଦି କୋଉଠି ଆରେ ଏଇଠିକି ନାହିଁ ଆମେ ପଡି ଯାଇଥିଲୁ ସମସ୍ତେ ଏଇ ଜାଗାରେ ଶୋଇଛି ଏଇ ଜାଗା ଦେଖ ଏଇ ଜାଗାରେ ଆମେ କ'ଣ କରିଥିଲୁ ଏଇଠି ଦେଖ ଏରା ତ ପାହାଚ ନଥିଲା ଛାଡ଼ିଦେ ଏଇ ଜାଗା ପୁରା ପରଫେକ୍ଟ ଏଇ ଜାଗାରେ ମାନେ ଯିଏ ଯୁଆର ସବୁ ପଡ଼ିକି ପୁରା ଧାଇଁଥିଲେ ଆଉ ସେଇଟା ଦେଖା ହେଇଥିଲା ଏଇଠି ଏଠି ଏଇ ଜାଗା ତାରି ପାଖରେ ଆମେ ତ ଅଛେ ଏଇଠି ଆଉ ଏଠି ସବୁ ପାଣି ଥିଲା ସେତେବେଳେ ପୁରା ସେ ଯୋଉ ପିଙ୍କୁନୁ ପୁରା ମାନେ ପଡ଼ିକି ଶୋଇଲା ହବ ନିଦ ବି ଜମା ହଉନି ରେ ଆରେ ଏଠି କୁଆଡ଼େ ନିଦ ହବ ଛାଞ୍ଚ ଟିକେ ଲାଗୁଛି ମୋତେ ଖାଲି ହଁ ଏପଟିକି ଆସିଲା ଲାଗୁଛି ଏପଟିକି ଆସିଲା ଲାଗୁଛି କ'ଣ କରିବା ହେଲା ରେ ରନି ଉଠୁ ରନି ହଠାତ୍ ଗୋଟେ କିଏ ଗୋଟେ ତଳକୁ ଖସିଲା ପୁରା ଭୁସ୍କିନା ଖସିଲା ସାଉଣ୍ଡ ହେଲା ବସ୍ ଖସିଲା କିଏ ଗୋଟେ ଚାଲିକି ଆସିଲା ନା ଲାଗିଲା ନା
ଯେତେ ରାତି ହେଉଛି ସେତେ ଟିକେ ଛାନିଆ ଲାଗୁଛି। ସେଆଡ଼େ କ୍ୟାମେରାରେ ମୁଁ ପକେଇକି ରଖିଛି। ଉପରକୁ ଯିବା ହାରିକିରେ ଗାଡ଼ି ପାଖକୁ ଚାଲୁ ଯିବା। ଆରେ ଗାଡ଼ି ପାଖକୁ ଟିକେ ଯିବା ଆସେ। ଗାଡ଼ି ଆମର ସେଠି ଥୁଆ ହେଇଛି। କଷ ଧରିଲୁ ଫୋନ୍ଟା ଏଇଟା କାହିଁକିରେ ଟର୍ଚ୍ଚ ମାନୁକିରେ ତାକୁ ଧରୁନୁ। ସେ ଭିତରେ ବହୁତ ଗରମ ହେଉଛି। ସେମିତି ତ କିଛି ଏପର୍ଯ୍ୟନ୍ତ ଜଣାପଡ଼ୁନି। ଆମ ଗାଡ଼ି ପାଖକୁ ଯିବା। आंब अच्छे तो गोटे रोनी पास इकडे नाही ଜଣା ତ ପଡୁନି କିଛି। बहुत दिन पर आम मशाणी भिजिट गले मशाणी टे माइलु ये मशाणी ठी लगिला कौन कहलु माने ये झटका लगिला आमको बहुत ये जगह झटका लगी एठी हाँ जे मशाणी टाइम कि जना पड़ूनी माने कहलु टाइम आज नुह लगुच तार मन है सी बाहर ना। अरे नाई मन नुह तार गोटे बेड़ा थाए। हाँ से बेड़ा को मन कहूँ कौन जे तार गोटे बेड़ा थाए। तो आज आम देखले सेमती किसी भी कहीं जना पड़ूनी। हाँ सर बेड़ा कहे मुझे मन करदेनी बेड़ा नहीं बाहर सत आम किसी जना किसी भी जना पड़ना ठीक कथा। खाली कभर कर राजकुमार टीम बेले आईते बोलिका सहित आई ना मुझे भाई आम आउ थोड़ा एक्सपीरियंस गोटे देखिए कि माने कई जने सତରେ ଅଛନ୍ତି କି संक्रांति दिन आसले कि आमे डी हाँ से संक्रांति ना पूर्णिमा दिन आसथिलु तार संक्रांति पूर्णिमा दिन को एटा रखे एटा हाँ देखा आज एटा रहिले ही तो हाँ आमे किंतु देखिया सुने आमे रहिले ही किंतु देखिया आज कोन अछि संक्रांति पूर्णिमा दिन पुणी आउ रखिया पड़िबो कारण कोन पय कहलु नहले हबनी कोन पय कहलु माने जना पड़ुनी ना एटा कोन जना पड़ुनी ना बड़ोडा तमे देखितलो आमे के देखिबुन ताले ता बेड़ा नै कि से आछे लाइटा बढ़िया होछि से ब्रिज ठीक जा ब्रिज ठीक जा आउडे पुनी मशाणी गोटे पुनी अछि से गोटे ए बरगछर भी कहते कौन कहलु बरगछर भी कई ये पड़े जो बरगछ ये घरटा कौन अरे इठी गोटे तो कौन अरे हे घर तो गोटे अच्छे रे चल ठीक जा तू बही था हाँ रे पो तू ये था तू ना कौन हो हाँ रे कौन अच्छी कौन है से देखनी तू बही था बैठा बस गाड़ी धरिकी है एठी पुणी गोटे घर अच्छी अछुट रे गाड़ी था सेठी ना कड़े आसू पहले याद कड़े आसो बोधे एकुटिया भय लगे से रही पारे आसो सी गाटा साइड थोई देके आसलुनी रे अरे पहले एत भय तार सैड एडी बस्ता एडी बही था ये हे कि घर कि ये भितर का खतरनाक है वही हमका खतरनाक है टोटल
ପୁରା ଭାଙ୍ଗିକି ପଡୁଛି ନା ଲିମ୍ବ ଗଛ। ଚାଲୁନ ଚାଲ ଚାଲ। ହଁ ରେ ଇଏ ପଡ଼ି ଯଦି ଯିବ ସରିଯିବ କଥା। ଏଇଟା ଆଗରୁ ବୋଧେ ହୋଟେଲ କିଛି ହେଇଥିଲା ବୋଧେ। ଆଉ ଏଇଠି କ'ଣ ହେଇଥିଲା? ଘର ଭିତରେ ପୁରା। ଆରେ ହଁ ରେ ଇଲେକ୍ଟ୍ରିକ ହଁ ଛାଡ଼ିକି କଣ ପାଇଁ ପଳେଇଲା? କ'ଣ ଛାଡ଼ି ଯାଇଥିବ ସେ କଣଟା ଥବ ନା କ'ଣଟା ଥିବ ନା। ଆଉ ମନକୁ ସେ ଛାଡ଼ିକି ପଳେଇଲା ନା କ'ଣ ଏତେ ଭଲ ଘରରେ? ଆରେ ରହୁଥିଲା ମୁଁ ବୁଝିଲି। ମୁଁ କ'ଣ ବୁଝିପାରୁନି? ରୋଡ ଦାଢ଼ ସେ ରହୁଥିଲା ମାନେ କ'ଣ ଏଠି ଗୋଟେ କିଛି ଗୋଟେ ହେଇଥିବ ସେମିତି, ସେଥିପାଇଁ ଛାଡ଼ିଦେଇ। ଆଉ ଘରଟା ତ ଏମିତି ପୁରା ଆଉ କ'ଣ। ଭିତର ପାଟେ କେମିତି ଦେଖାଯାଉଛି, ବାହାର ପାଟେ ବି ଏମିତି ସବୁ କିଛି ଗୋଟେ ହେଇଥିବ ଜାଣିଲୁ। ଇନସିଡେଣ୍ଟ କିଛି ଗୋଟେ ଘଟିଥିବ ଏଠି। এইটা ବି ଆମେ ଦେଖିନୁ ରାଜକୁମାର ଟିମରେ ଆଇଲା ବେଳେ ଆମେ ଦେଖିନୁ। ସିଆଡ଼େ କାହିଁ ଯିବେ? ସିଆଡ଼େ ଯାଏନି ଟିକେ ସେପଟେ ହେଇକି ବସି ଏ ଘରଠୁ କିଛି ନାହିଁ ଜଣା ପଡୁନି। କଣଟା ହେଇଛି ନା ଏପଟକୁ ଆରେ କିଛି ତ ଗୋଟେ ହେଇଥିବ। ହେଇଛି ବୋଲି ସେ ପଳେଇଛି ହେଲା। ହେଇଥିବ ସେମିତି କିଛି ଗୋଟେ ଘଟଣା। ତ ଆମେ ସେ ଯେଉଁ ଜାଗାକୁ ଆସିଛୁ ଏ ଜାଗାରେ ସେମିତି କିଛି ବି ଜଣା ପଡ଼ୁନି, କାହିଁକିନା ସେମିତି କିଛି ବି ନାହିଁ। ତ ତା ବେଳା ନେଇକି ବି ବାହାରି ପାରେ, ସେଇ କଥା ତ ମୁଁ କହିପାରିବିନି। କିନ୍ତୁ ରୋନି ତ ସେପଟେ ଅଛି, ପ୍ରକାଶଟା ସିଏ ବି ଅଛି ଏଇଠି। ତ ଆମେ ଏମିତି କିଛି ଭାବିଛୁ। ବର୍ତ୍ତମାନ ଆମେ ଭାବୁଛୁ ଯିବୁ ବୋଲି, କାହିଁକିନା ଟାଇମ୍ ବି ଲେଟ୍ ହେଇଗଲାଣି, ବହୁତ ଟାଇମ୍ ହେଇଗଲାଣି। ଆମକୁ ପହଞ୍ଚିବାକୁ ପଡ଼ିବ ଘରେ ବର୍ତ୍ତମାନ। ତ ଯେହେତୁ ଏଠି କିଛି ବି ସେମିତି କିଛି ବି ନାହିଁ ଦେଖିପାରୁଥିବେ। ତ ଏ ଜାଗା ବି ଟିକେ ନିଚ୍ଛାଟିଆ ବି ଲାଗୁଛି, ସେମିତି କିଛି ନାହିଁ। ପ୍ରକାଶ ଟିକେ ଗଲା ପେଲେ ଇଏ ଏଇଠିକିନା ମତେ ହୋ କରୁଛି ଆସିକି। ହଁ କିଛି ନାହିଁ ଦେଖିଲେ ଝାଳରେ ଗାଧେଇ ପଇଲା। ନାଇଁ ଝାଳ ଟିକେ ଅଧିକ ହେଇଯାଇଛି, କାହିଁକିନା ଏ ଯୋଉ ଗରମ ଟିକେ ବି ହଉଛି। ଡବଲ ଗଞ୍ଜି ବି ଗୋଟେ ପିନ୍ଧି ଦେଇଛି ତ ସେଥିପାଇଁ ଗରମ ହଉଛି। ତ ଆମେ ଏଇଠି ବର୍ତ୍ତମାନ ରୋନି କୁଆଲେ ଏବେ ସେ ଆଗରେ ଓହୋ ସେଠି ଅଛି। ହଉ ଆମର ତାହେଲେ ଏଇଠି ନା ବ୍ଲଗଟି ଏଣ୍ଡ କରୁଛୁ 2 ଜଣ, କାହିଁକିନା ଏଇ ଜାଗାରେ କିଛି ନାହିଁ, ସେମିତି କିଛି ଜଣା ହିଁ ପଡ଼ୁନି। ହୁଏତ ତା ଟାଇମ୍ରେ ସେ ବାହାରି ଥାଇପାରେ, ତ ଆଜି ତ ବାହାରିଲାନି ନା, ତ ସେ ବିଷୟରେ ଛାଡ଼ିଦିଅ। ବର୍ତ୍ତମାନ ଏଇ ଜାଗାରେ ଆରାମସେ ଆପଣମାନେ ବି ଯିବା ଆସିବା କରିପାରିବେ, ରାତି ଅଧ ହଉ ଦିନ ଯାହା ବି ହେଲା। ତ ଆମେ ଏତିକି କହିକି ବ୍ଲଗଟିକି ଏଣ୍ଡ କରୁଛୁ। ଜୟ ଜଗନ୍ନାଥ। ପ୍ରକାଶ ଆଉ କିଛି କହିବୁ? କିଛି ତ ନାହିଁ ଆଉ ଗଲା ଆଉ ନାହିଁ ଆଉ। ନର୍ଭସ୍ ପ୍ରକାଶ ସବୁବେଳେ ନର୍ଭସ୍ ହୁଏ, ତ ଆଜି ନର୍ଭସ୍ ନାହିଁ, କାହିଁକିନା କିଛି ବାହାରିଲା। ଜୟ ଜୟ ଜଗନ୍ନାଥ। ବର୍ତ୍ତମାନ ବ୍ଲଗଟିକୁ ଏଣ୍ଡ କରୁଛି। ମୁଁ ହୋ ଗଲା ପରେ ଚମକି ଗଲି କମେ। ଆରେ ହଁ ମୁଁ ଟିକେ ଚମକି ଗଲି, କାହିଁକିନା ମୁଁ ରାତି ଅଧ ନା ଟିକେ ମାଇଣ୍ଡଟା ଟିକେ ଅଲଗା ଅଛି। ଝାଳ ତାହେଲେ ଏତେ ହଁ ଝାଳ ବହୁତ ବହୁଛି, ହସ ଲାଗୁଛି ନା। ଆଉ ଗୋଟେ ଜାଗାରେ ଯାଇଥାନ୍ତେ ତ ଫେଣ ବାହାରି ପଡିଥାନ୍ତା। ନାଇଁ ଆପରେ ଆମର ଅଛି ମଙ୍ଗଳାଯୋଡ଼ି ନାଇଟ୍ ବ୍ଲଗ ଆସିବ 29 ତାରିଖ ଦିନ। ତ ସମସ୍ତେ ଦେଖିବେ। ଆମର ଗୋଟେ ଭିଡିଓ ହବାର ଅଛି 2-3ଟା ଭିଡିଓ ଅଛି। ଟ୍ରେନ୍ ଲାଇନ୍ ଉପରେ ବି ଗୋଟେ ଅଛି। ଟ୍ରେନ୍ ଲାଇନ୍ ଯୋଉଠିକିନା ଗୋଟେ ଲାଇନ୍ ଚ୍ୟୁତ ହେଇଯାଇଥିଲା, ମାନେ ଲାଇନ୍ ଖରାପ ହେଇଯାଇଥିଲା, ଯାହାଫଳରେ କି ସେ ଯୋଉ ବଗିଟା ବାହାରି ଯାଇଥିଲା, 2-3ଟା ବଗି। ତ ସେଠି ବି ଆମର ଭାବିଛୁ 27 ତାରିଖ ଦିନ ସେଇଟା ବି ଆସିବ। 27 ନୁହଁ 28 ତାରିଖ ଦିନ ଆସିବ। 28 ତାରିଖ ଦିନ ଗୋଟେ ଆସିବ, ଆଉ ଗୋଟେ 31 ତାରିଖ ଦିନ ଗୋଟେ ଆସିବ। ଠିକ୍ ଅଛି। ଏ 2ଟା ବ୍ଲଗ। ଆଜିର ବ୍ଲଗଟା କେମିତି ଲାଗିଲା କ'ଣ ନାହିଁ କମେଣ୍ଟ ବକ୍ସରେ କହିବେ। ଆଉ ଆପରେ ଯୋଉଟା ଆସୁଛି ମଙ୍ଗଳାଯୋଡ଼ି, ତାପରେ ଆଉ ଗୋଟେ ଟ୍ରେନ୍ ଭିଡ଼ିଓ, ତ ଦେଖିବାକୁ ଭୁଲିବେନି। ଜୟ ଜଗନ୍ନାଥ। ବର୍ତ୍ତମାନ ଏଇଠି ଏଣ୍ଡ କରୁଛି ବ୍ଲଗ।